पद्मनाभं सुरेशं विश्वाधारं गगनसदृशं मेघवर्णं शुभांगं लक्ष्मीकान्तं कमलनयनं योगिभिर्ध्यानगम्यं वन्दे विष्णुं भवभयहरं सर्वलोकैकनाथम् यं ब्रह्मा वरुणेन्द्र रुद्रमरुता स्तुन्यन्ति दिव्यैस्तव्यैः ऋग्वेदैः साङ्गपदक्रमोपनिषदैर्गायन्ति यं सामगाः ध्यानावस्थिततद्गतेन मनसा पश्यन्ति यं योगिनो ध्यानावस्थिततद्गतेन मनसा पश्यन्ति यं योगिनो यस्यान्तनविदुः सुरासुरगणा देवाय तस्मै नमः। ॐ नमो भगवते वासुदेवाय। अथ षोडशोऽध्यायः दैवासुरसम्पदविभागयोगः। श्रीभगवानुवाच अभयं सत्त्वसंशुद्धिर्ज्ञानयोगव्यवस्थितिः दानं दमश्च यज्ञश्च स्वाध्यायस्तपोर्जवम् अहिंसा सत्यमक्रोधः त्यागः शान्तिरपैशुनं दयाभूतेष्वलोलुप्तं मार्दवं ह्रीरचापलं तेजः क्षमा धृतिः शौचः मद्रोहो नातिमानिता भवन्ति सम्पदं दैवीमभिजातस्य भारत। श्री भगवान कहिले, हे अर्जुन, निर्भय मन, पवित्र ज्ञान, जोगरे निष्ठा, यज्ञ दानरे मन, बाह्य इंद्र को बश करिनिय। तप कले सरल स्वभाव सत्यवादिनी होइजिव। क्रोधहीन, हिंसा शून्य, उदास, शांत, अन्यर मंद न करिबा, जीव प्रति दया प्रदर्शन करिबा, धीर स्वभाव, लोभहीन, लज्जाहीन, धृष्टता शून्य, तेज, क्षमा गुण, कहार अमंगल भावे नहीं, समस्तଙ୍କୁ समान मने करे। एई सबु गुण आभिजात्य देवता मानकर। जे एपरि कार्य करे से देवता तुल्य ही होइथाए। निर्भय मन गुढ़ ज्ञान, जगरे निष्ठा यज्ञ दान, बाह्य इंद्रिय वशीभूत, तपस्वाध्याय सरलत, सत्य क्रोध हिंसा शून्य, उदास भाव शांत गुण, अन्यर मंद न करिबा, जीवंक प्रति दया हेबा, धीर स्वभाव लोभहीन, लज्जाहीन दृष्टता शून्य, तेज क्षमा जे शौच धृत, अद्रोही समस्त मानित, जे दबी संपदरे जात, स्वर लक्षण से भारत, दंभ दर्प जे अभिमान, परुष प्रकोपीय ज्ञान, असुर संपद जे पाई, जेहु जन्म लभिथाई, दंभ दर्पो विमानष्ट,
क्रोधः पारुष्यमेव च अज्ञानं चाभिजातस्य पार्थसम्पदमासुरीं दैवीसम्पदविमुख्याय निबन्धायासुरीमता मासु च सम्पदं दैवीमभिजातोऽसि पाण्डव। दम्भ, दर्प, अभिमान, क्रोध, निष्ठुरता ଓ ଅଜ୍ଞାନତା ଏସବୁ ଗୁଣ ଅସୁରର ଅର୍ଥାତ୍ ଅସୁର ଅଂଶୀର। ଦୈବୀ ସମ୍ପଦ ମୋକ୍ଷର କାରଣ, ଅସୁରୀ ସମ୍ପଦ ହେଉଛି ବନ୍ଧନର କାରଣ। ହେ ଅର୍ଜୁନ, ତୁମେ ଦୈବୀ ଅଂଶରେ ଜନ୍ମ, ତୁମର ଶୋକ କରିବା ଉଚିତ ନୁହେଁ। द्वौ भूता सर्गौ लोकेऽस्मिन् दैवासुरैव च दैव विस्तारस प्रोक्त आसुरं पार्थ मे शृणु प्रवृत्तिं च निवृत्तिं च जनान विदुरासुरः न शौचं नापि च चारो न सत्यं तेषु विद्यते। हे पार्थ, ए लोकरे दैव ଓ ଅସୁର ଦୁଇ ପ୍ରକାରର ସୃଷ୍ଟି କଥା କହିଛି। ବର୍ତ୍ତମାନ ଅସୁର ସୃଷ୍ଟି ରହସ୍ୟ କହୁଛି ଶୁଣ। ଅସୁର ପ୍ରକୃତିକମାନେ ଭଲ କାର୍ଯ୍ୟରେ ନିବୃତ୍ତ ହୁଅନ୍ତି ଆଉ ମନ୍ଦ କାର୍ଯ୍ୟରେ ପ୍ରବୃତ୍ତ ହୁଅନ୍ତି। ସତ୍ୟ ବଚନ, ଶୌଚ ଆଦି ସେମାନଙ୍କର କେବେ ବି ନଥାଏ। ତାହାଙ୍କଠାରେ ହି ଜ୍ଞାନ ଜନ୍ମ ହୁଏ ଅର୍ଜୁନ ସେ ଅଟେ ଦୈବୀ ସମ୍ପଦ ମୁଖ୍ୟ କାରଣ ଯେ ପ୍ରସିଦ୍ଧ ଯେହୁ ଅସୁରୀ ଧନ ଅଟେ ଭବବନ୍ଧନ ତାକୁ ଘଟେ। ତୁମ୍ଭେ ତ ଦୈବୀ ସମ୍ପଦରେ ଜନ୍ମ ଲଭିଛ ଧରାରେ ଏଣୁ ତୁଷକ ପରିହର କହୁଛି ଆହେ ପାର୍ଥ ବୀର। ରାଗ ଦେଶ ହିଂସା ବିହୀନ କର୍ମର ନାମ ଦୈବୀ ଜାଣ ଶାସ୍ତ୍ର ବିରୁଦ୍ଧ ରାଗ ଦେଶୀ ଜୀବବଧ ସୁରୀଭାଷୀ ଏବେ ନିଭୂତ ବେ ନିପୁଣ ଦୈବୀର କରିଛି ବୟାନ ଅସୁରୀ ସୃଷ୍ଟି କରିଛଇଁ ଶୁଣ ଅର୍ଜୁନ ମନ ଦେଇ ଆସୁରୀ ପ୍ରକୃତି ନିକର ପ୍ରବୃତ୍ତି ଭଲ କାର୍ଯ୍ୟ ତାର ନୁହଁ ପୁଣି ମନ୍ଦ କାର୍ଯ୍ୟେ ନିବୃତ୍ତି ନ ଜନ୍ମେ ତରୁଦେ ଶୌଚ ଆଚାର ସତ୍ୟ ଗୁଣ ତିଳେ ନଥାଏ ତାଠାରେଣ ଅସତ୍ୟମ ପ୍ରତିଷ୍ଠନ୍ତେ ଜଗଦାହୁରନୀଶ୍ୱରଂ ଅପରସ୍ପର ସମ୍ଭୂତಂ କିମନ୍ୟତ୍ କାମହେତୁକଂ ଏତାଂ ଦୃଷ୍ଟିମବଷ୍ଟଭ୍ୟ ନଷ୍ଟସ୍ମାନୋଲ୍ପବୁଦ୍ଧୟଃ ପ୍ରଭବ୍ୟନ୍ତଗ୍ରକର୍ମାଣ କ୍ଷୟାୟ ଜଗतो ହିତଃ। ଅସୁର ପ୍ରକୃତି ଲୋକମାନେ କହନ୍ତି ଏ ଜଗତରେ ଈଶ୍ୱର ବୋଲି କିଛି ନାହିଁ। ବେଦ ଆଦି ହେଉଛି ମନଗଢ଼ା। ସ୍ତ୍ରୀ ପୁରୁଷ ସଂଯୋଗରେ ଜୀବର ସୃଷ୍ଟି, କାମ କେବଳ ମାତ୍ର ସଂସାରରେ କର୍ତ୍ତା। ସେ ପାପାତ୍ମା ଅଳ୍ପ ବୁଦ୍ଧି ଲୋକମାନେ ଜଗତ ଈଶ୍ୱର ଶୂନ୍ୟ କହି ଉଗ୍ର କର୍ମ କରନ୍ତି। ନିଜର ସୁଖ ସକାଶେ ସଂସାରକୁ କ୍ଷୟ ମଧ୍ୟ କରିଥାନ୍ତି। ସେମାନେ କହନ୍ତି ଏପରି କାରଣହୀନ ବସୁନ୍ଧରୀ ବିଧି ବିଧାନ କିଛି ନାହିଁ କାମ ସ୍ୱରୂପ ଏ ଅଟଇ ପୁରୁଷ ନାରୀ ଏକତାରେ ସୃଷ୍ଟି ହୁଏ ସଂସାରେ। ଏ ଭାବ ଚିତେ ଯେ କହନ୍ତି ଜଗତ ଶତ୍ରୁ ସେ ଅଟନ୍ତି ଉଗ୍ର ସ୍ୱଭାବ ମନ୍ଦ କାର୍ଯ୍ୟେ ମଳିନ ଚିତ ସେ ସହଜେ ପ୍ରାଣୀଙ୍କି ନାସିବା କାରଣ ଜନମ ତାଙ୍କର ଭବେଣ। କାମମାଶ୍ରିତ ଦୁଷ୍ଫୁରଂ ଦମ୍ଭମାନାମଦନ୍ନିତଃ ମୋହଦ୍ଗୃହୀତ ସଦ୍ଗ୍ରାହାନ୍ ପ୍ରବର୍ତ୍ତନ୍ତେ ଶୁଚିବ୍ରତଃ ଚିନ୍ତାମପରିମେୟଂ ଚ ପ୍ରଳୟନ୍ତାମୁପଶ୍ରିତଃ
କାମୋପଭୋଗପରମା ଏତାବଦିତି ନିଶ୍ଚିତଃ। ସେମାନେ ହସ୍ତର କାମକୁ ଆଶ୍ରୟ କରି ଦମ୍ଭ ଅଭିମାନ ଗର୍ବରେ ନିଜ ନିଜର ଇନ୍ଦ୍ରିୟ ଲାଳସା ତୃପ୍ତି ପାଇଁ ନାନା ଭୂତାତ୍ମା ଆଦି ଦେବତା ପୂଜା କରି ମଦ ମାଂସ ଆଦି ଅଶୁଚି ଦ୍ରବ୍ୟ ଦେଇ ଉପାସନା କରନ୍ତି। ସେମାନେ ମରିବା ପର୍ଯ୍ୟନ୍ତ ବିଳାସ ସମ୍ପତ୍ତି କାମ ଭୋଗକୁ ପରମ ପୁରୁଷାର୍ଥ ମାନେ କାମ କ୍ରୋଧରେ ମତ୍ତ ହୋଇଥାନ୍ତି। ଅସାଧ୍ୟ ସାଧନ ନିମନ୍ତେ ଇଚ୍ଛା କରିଣ ବ୍ୟଗ୍ରଚିତେ ବିଧି ବିଧାନ କିଛି ନାହିଁ କାମ ସ୍ୱରୂପ ଏ ଅଟଇ। ଅସାଧ୍ୟ ସାଧନ ନିମନ୍ତେ ଇଚ୍ଛା କରିଣ ବ୍ୟଗ୍ରଚିତେ ତମ୍ପମାନ ଯେ ମଦିରତ ଯେମାନେ ହୁଅନ୍ତି ସତତ ଧରାକୁ ସରା ସମାନରେ ମଣନ୍ତି ସେହି ଗର୍ଭରେ ମୋହରେ ଆଚ୍ଛନ୍ନ ସେ ହନ୍ତି ଅସତ୍ ସିଦ୍ଧାନ୍ତ ଆବୁରନ୍ତି ନାନାଦି କ୍ଷୁଦ୍ର ଦେବେ ପୂଜେ ଭ୍ରମ ପ୍ରମାଦ ଗ୍ରନ୍ଥ ଭଜେ ଯେ ସବୁ ଅପରାଧ ବିଧି ଶ୍ରଦ୍ଧାରେ ସେ ସବୁ ସମ୍ପାଦି କାମ ଭୋଗକୁ ସାରମଣି ପ୍ରଳୟ ପର୍ଯ୍ୟନ୍ତେ ସେ ପୁଣି आसपास सतिर्बद्ध कामक्रोध परायणः ईहन्ते कामभोगार्थ मन्यायेनार्थ संजयान् इदमद्य मया लब्ध मिमं प्राप्स्ये मनोरथम् इदमस्तीदमपि मे भविष्यति पुनर्धनं नानादि अन्याय द्वारा धन संचय काम भोगरे मति थांती आज एतिकी मिलिछि काली पुणी एतिकी मिलिब एते बढ़िब पूर्वधन एते बढ़िछि धनरे इच्छा करी लोभवशरे से अधोगति पाए। धन संचय निमित्तरे नाना कुकर्म मान करे भोगोला विलासर निमित्त सबु आशारे मोहग्रस्त गोटिए दीपे राजा हेले अन्य दीपकु आशा करे पुणी से सप्त दीप पाई आशारे प्राणी को बधाई तहु से सरग पाताल पाइण आशा ता प्रबल सुंदरी नारी थिले तार अन्य सुंदरी आशा घोर काम क्रोधरे आश्रय निये अन्याय धन संजुथाए আজি ତ ମିଳିଛି ବି ତ କାଲି ମିଳିବ ଏ ବଞ୍ଚିତ ପୂର୍ବରୁ ଧନ ଅଛି ଯାହା ବର୍ଦ୍ଧିତ ହୋଇଅଛି ତାହା ଧନ କାମନା ଲୋଭ ବସେ ଅଧୋଗତିକୁ ପାଏ ଶେଷେ ଯେ ସବୁ ଥିଲେ ବଡ଼ ବୀର ମୁଁ ତାକୁ କରିଲି ସଂହାର ଆଉ ବାଛନ୍ତି ଯେତେ ବାଦୀ ତାହାଙ୍କୁ ଏବେ ଦେବି ଛେଦି ତାହାଙ୍କ ବାସ ଧନ ପୁତ୍ର ଭୋଗ କରିବି ମୁଁ ସମସ୍ତ असौमय्याहत शत्रुर्हनिष्ये च परान्नपि ईश्वरोऽहमहं भोगी सिद्धोऽहं बलवान् सुखी आढभीजनमानस्मि कोऽन्यस्ति सदृशो मया यक्षोदस्यामि मोदिष्ये इत्यज्ञान विमोहितः जे सबु बड़ वीर थिले ताकु मो संहार करिछि बाकी जी अछंती तांकु भी मु मारिबी तांकर धनकु स्त्री को मु मध्य भोग करिबी मु होची बलवंता और प्रभु भी हेबी मु अत्यंत धनी कुलशील मु जाग करी प्रशंसा पाइबी लोक माने मते मान्य करिवे एही भावना रे से सब बेले मोहित हुए
ତେବେ ମୋ ପ୍ରଭୁ ଭୋଗୀ ହେବି, ବଳବନ୍ତ ମୁଁ ବୋଲାଇବି। ଅତ୍ୟନ୍ତ ଧନଶାଳୀ ମୁହିଁ, ମୁକୁଳଶୀଳ ଯେ ଅଟଇ। ଅନେକ ଚିତ ବିଭ୍ରାନ୍ତା, ମୋହଜାଲ ସମାବୃତା, ପ୍ରସକ୍ତା କାମଭୋଗେଷୁ, ପତନ୍ତି ନରକେଷୁ च। आत्मसम्भाविता स्तब्धा, धनमानमदन्विता, यजन्ते नाम यज्ञस्ते, दम्भोनाविधिपूर्वकं। ବହୁତ ବିଷୟ ହେବାରୁ ଯାହାର ଚିତ୍ତ ବିଚଳିତ ହୁଏ, ଯେ ମୋହମୟରେ ପଡ଼ି ବିଷୟ ଭୋଗ ଇଚ୍ଛା କରେ, ଏହି ବିଷୟାସକ୍ତମାନେ ନର୍କରେ ବାସ କରନ୍ତି। ସମ୍ମାନ ମର୍ଯ୍ୟାଦାରେ ସଂସାରରେ ମୋ ପରି କେହି ନାହିଁ। ସେ ଯାହା ଯଜ୍ଞ କରେ। ଆନନ୍ଦ ହୋଇବି ଏଥର, ଅଜ୍ଞାନେ ମୋହିବେ ତନର, ହେବାରୁ ବିଷୟ ବହୁତ, ଚିତ୍ତ ତାହା ହୁଏ ବିଚଳିତ। ମାୟା ମୋହରେ ସେ ପଡ଼ଇ, ବିଷୟ ଭୋଗକୁ ଇଚ୍ଛଇ। ଏହି ବିଷୟାସକ୍ତ ନର, କୁତ୍ସିତ ନର୍କେ ବାସ ତାର। ଧନ ସମ୍ମାନ ମର୍ଯ୍ୟାଦାରେ, ମୋ ତୁଲ୍ୟ ନାହିଁ କେ ସଂସାରେ। ଆପଣା ମନେ ପ୍ରଶଂସଇ, ଅସୁର ଭାବାପନ୍ନ ହୋଇ। ଅହଙ୍କାରଂ ବଳଂ ଦର୍ପଂ, କାମକ୍ରୋଧଂ च ସଂଶ୍ରିତଃ, ମମାତ୍ମା ପରଦେହେଷୁ, ପ୍ରଦ୍ୟୁଷନ୍ତୋऽଭ୍ୟसूयକଃ। ଧର୍ମ ମନରେ ନଥାଏ। ମୋତେ ଧାର୍ମିକ ବୋଲି କହନ୍ତୁ, କିନ୍ତୁ ମନରେ ସବୁବେଳେ ଭାବୁଥାଏ। ଲୋଭର ଇଚ୍ଛା, କାମ, ପରର ଅନିଷ୍ଟ କରିବା, କ୍ରୋଧ କରିବା, ଗୁରୁଜନକୁ ତୁଚ୍ଛ ଦର୍ପ ଦେଖାଇବା, ଅନ୍ୟକୁ ଜିଣିମା, ବଳଗାରିମା ଦେଖାଇ ହେବା, ଅହଙ୍କାର ଛଳନା କରିବା, କପଟ ଏମାନଙ୍କ ଆଶାରେ ରହି ଭଗବାନଙ୍କୁ ନିନ୍ଦା କରନ୍ତି। ତେଣୁ ଏମାନେ କଦାପି ମୋକ୍ଷ ଗତି ପାଆନ୍ତି ନାହିଁ। ଯଜ୍ଞାଦି ଯାହା ଯେ କରଇ, ପ୍ରଶଂସା ହେବ ଭାବୁଥାଇ, ନଥାଇ ଭକତି ତହିଁରେ, ଶାସ୍ତ୍ର ନ ମାନେ ଦମ୍ଭବରେ। ଧାର୍ମିକ ବୋଲି ମତେ ଜନେ, ଭାବନ୍ତି ଏହା ଥାଇ ମନେ। ଲୋଭରେ ଇଚ୍ଛା କାମ ନାମ, ପର ଅନିଷ୍ଟ କ୍ରୋଧ ଜାଣ। ଗୁରୁଙ୍କୁ ତୁଚ୍ଛ ଭାବ ବହି, ଅନ୍ୟେ ଜିଣିବା ବଳ ହୋଇ। ଗାରିମା ଦେଖା ଅହଙ୍କାର, ଛଳ ନାମ ଯେ କପଟର। ଏହାଙ୍କ ଆଶ୍ରେ ଯେ ରହନ୍ତି, ମୋଠାରେ ଦ୍ୱେଷକୁ କହନ୍ତି। ନିଧନ କରେ ଅନ୍ୟାନ୍ୟଙ୍କୁ, କରାଏ ମୋହର ନିନ୍ଦାକୁ। ଏଣୁ ଏପରି ମୂଢ଼ମତି, ନ ଲଭେ କେବେ ସଦଗତି। ତାନ ହନ୍ତି ସତକ୍ରୁରାନ୍, ସଂସାରେଷୁ ନରାଧମାନ୍। क्षिपाम्यजस्तमशुभा, नासुरीष्वेव योनिषु। आसुरीं योनिमापन्ना, मूढा जन्मनि जन्मनि। माम प्राप्यैव कौन्तेय, ततो यन्त्यधमां गतिः। त्रिविधं नरकस्वेदं, द्वारं नाशनमात्मनः। कामक्रोधस्तथा लोभस्तस्मादेतत्त्रयं त्यजेत्। एतैर्विमुक्तः कौन्तेय, तमोद्वारैस्त्रिभिर्नरः। आचरत्यात्मना श्रेୟस्ततो ଯାତି ପରଂ ଗତିଂ। ଯେଉଁମାନେ ଲୋକମାନଙ୍କର ପ୍ରତି ଦ୍ୱେଷଭାବ କରନ୍ତି, ନିଷ୍ଠୁର, ସେମାନଙ୍କୁ ଅସୁର ଯୋନିରେ ଜନ୍ମ ଦେଇ ବ୍ୟାଘ୍ର ଆଦି ରୂପରେ ସଂସାରରେ ବୁଲୁଥାନ୍ତି। ଯିଏ ଅସୁର ଯୋନିରେ ଜନ୍ମନ୍ତି, ସେ ମନ୍ଦ କାର୍ଯ୍ୟ କରି କ୍ରମେ କ୍ରମେ ଅଧୋଗତିକି ପାଆନ୍ତି। କାମନା, କ୍ରୋଧ, ଲୋଭ ଇଏ ହେଉଛି ତିନି ଗୁଣ ଯାକ ନର୍କର ଦ୍ୱାର ଅଟନ୍ତି। ଯିଏ ଏହି ତିନି ଗୁଣକୁ ଛାଡ଼ିଥାଏ ନା, ସେ ଲୋକର ଦେବ ପ୍ରକୃତି ଆସେ। କାମ, କ୍ରୋଧ, ଲୋଭ ନର୍କର ଦ୍ୱାର ହୋଇଥିବାରୁ ଯାହାକୁ ଛାଡ଼ି ପରମାର୍ଥରେ ଚିତ୍ତ ଦିଏ, ସିଏ ହିଁ କେବଳ ମୋକ୍ଷ ଗତିକୁ ପ୍ରାପ୍ତ କରେ। ସେ ଦ୍ୱେଷାଚାରୀ ନରାଧାମେ,
पापकारी निष्ठुर जने नाना प्रकारे संसारे भ्रमाउँथाए निरन्तरे असुर जोनि किल भई व्याघ्रादि रूपे भ्रमुथाई असुर जोनि रे जे केही आहो कन्तेय जनमाई जन्म जन्मान्तरे ताहार मोदे न पाए पुनर्बार ସେହି କାଳରୁ ଅଧୋଗତି କ୍ରମେ ତଳକୁ ଯାଉଥାନ୍ତି କାମନା କ୍ରୋଧ ଲୋଭ ଯେହି ନର୍କର ତିନି ଦ୍ୱାର ସେହି ଯାହାର ଉଚ୍ଚ ମନ ଥିବ ଏହାଙ୍କୁ ତ୍ୟାଗ ସେ କରିବ ଏ ତିନି ନିବୃତ୍ତ ହୋଇଲେ दैवी प्रकृति आसे बळे ए तिनि नरकर पथ एहांकु जिणिले हे पार्थ सेहि पुरुष ज्ञान लभे परमार्थरे चित्त द्रवे यशास्त्र विधिमुत्सृज्य वर्तते कामचारतः न स सिद्धिमवाप्नोति न सुखं न परं गतिं तस्मात् शास्त्रं प्रमाणं ते कार्यकार्यव्यवस्थितौ ज्ञातशास्त्रविधानोक्तं कर्म कर्तुमिहार्हसि जे शास्त्रर नियम को छाड़ी निज इच्छा मते कर्म करे से सिद्धि लाभ करिपारे नाही कि सद्गति केबे लाभ करिपारे नाही शास्त्र रे भल मंद उभय कर्मर नियम लेखा अछंती तेणु शास्त्र विधान मते कार्य करिबा तोर उचित शास्त्र विधान छाड़ी सही इच्छा रे कर्म को कराई सेहि सिद्धि रे परांगति केबे से पाई न पारंती हे पार्थ सुन मन देई कि कार्य उचित तटई अनुतत्व जेउ कर्म शास्त्रे बा होइछि प्रमाण शास्त्र विधान मते तुही कर्म कर संसारे रही इति श्रीमहाभारते शतसहस्रं संहितायां वैयासिकं भीष्मपर्वणि श्रीमद्भगवद्गीतासूपनिषत्सु ब्रह्मविद्यायां योगशास्त्रे श्रीकृष्णार्जुनसंवादे दैवासुरसम्पदविभागयोगो नाम षोडशोऽध्यायः।